ମୁଁ ଯାହା ହଉ ଧନ୍ୟବାଦ ଦେବି ତହସିଲଦାରଙ୍କୁ। ବିଳମ୍ବରେ ହେଲେ ମଧ୍ୟ ମୁଁ ଯେଉଁ ଚିଠି ଲେଖୁଥିଲି ଲେଖିଛି ଏବଂ ତା ସହିତ ମିଡ଼ିଆରେ ମଧ୍ୟ କହିଛି। ଲୋକଙ୍କର ଅଭିଯୋଗ ଥିଲା ଯେ ବନମାଳୀପୁର ବଜାର ହେଉଛି ସବୁଠୁ ବଡ଼ ବଜାର ଏବଂ ସେଠି ବନମାଳୀପୁର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏତେ ଗହଳି ହୁଏ, ଗାଡ଼ି ମଟର ପାସ୍ କରିବା ଭାରି କଷ୍ଟ। ଦୁଇ ପଟେ ଲୋକମାନେ ମୋଟର ସାଇକେଲ ରଖିଦିଅନ୍ତି। ତେଣୁକରି ଏବଂ ବହୁ ଜାଗା ମଧ୍ୟ ସରକାରୀ ଜାଗା ଉଭୟ ପାର୍ଶ୍ୱରେ ଦୋକାନୀମାନେ ଅକ୍ତିଆର କରି ରଖିଛନ୍ତି। ଏହା ପୂର୍ବରେ ସେଟା 8D ରାସ୍ତା ଥିଲା। ଯେଉଁମାନେ ଡ୍ରେନ୍ କରିଥିଲେ ସେ ଡ୍ରେନ୍ ସଂକୁଚିତ ଥିଲା, ମାନେ ଜାଗା ବି ରାସ୍ତା ଭିତରେ ଡ୍ରେନ୍ ଥିଲା। ବର୍ତ୍ତମାନ ଯେହେତୁ ୟାକୁ ମୋ ସମୟରେ PWD ରାସ୍ତା ଡିକ୍ଲେୟାର କରାହେଇଛି ଏବଂ ରାସ୍ତା ଓସାର ହେବ ଏବଂ ଡ୍ରେନ୍ ମଧ୍ୟ ପଛକୁ ଘୁଞ୍ଚିବ ଏବଂ ଲୋକଙ୍କର ଯାତାୟାତ ପାଇଁ କିଛି ଅସୁବିଧା ହେବ ନାହିଁ। ତେଣୁକରି ଯାହା ହଉ ବିଳମ୍ବରେ ହେଲେ ମଧ୍ୟ ଏ କାର୍ଯ୍ୟଟି ହେଲା ଏବଂ ମୁଁ ଦୋକାନୀ ଭାଇମାନଙ୍କୁ ଅନୁରୋଧ କରିବି ସେମାନେ ଆଉ ଆଗକୁ ମାଡ଼ି ଆସନ୍ତୁ ନାହିଁ। ସର୍ବସାଧାରଣଙ୍କର ସୁବିଧା କରିବା ଦରକାର। ଖାଲି ନିଜ କଥା ବ୍ୟବସାୟ କରି ଦୁଇ ପଇସା ଲାଭ କରିବା ଏ କଥା ଭାବିଲେ ହେବ ନାହିଁ। ତେଣୁକରି ମୁଁ ପୁଣି ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ ଦେବି ଯେ ସେମାନେ ଏଥିରେ ସହଯୋଗ କରିଛନ୍ତି ଅଞ୍ଚଳବାସୀମାନେ ଏ ଯେଉଁ ଜାଗାକୁ ଓସାର କରିବା ପାଇଁ। ଆଉ ଗୋଟେ କୁଶଭଦ୍ରା ନଦୀର ରିନୋଭେସନ୍ ଦରକାର। ସେଥିରେ ପାଣି ଜମା ଆସୁନାହିଁ, ପାଣି ପୁରା ବନ୍ଦ ହେଇକି ଅଛି। ତେଣୁ ଏ ଯେଉଁ ଏଠୁ ଭାର୍ଗବୀ ଠାରୁ ଆରମ୍ଭ କରି ପାଣିର ସ୍ରୋତ ବହାଇବା ଦରକାର। ତାକୁ ଡ୍ରେଜିଂ କରିକରି ଯେଉଁଟା ସିଲ୍ଟିଂ ହେଇଯାଇଛି ସିଲ୍ଟିଂକୁ ସଫା କରିବା ଦରକାର। ଯେଉଁ ମାଟିରେ ଭର୍ତ୍ତି ହେଇଯାଇଛି ପାଣି କେମିତି ଆସିବ, ନଈ ଶୁଖିଲା ହେଇଯାଇଛି। ଏହା ବଡ଼ ଉଦ୍ବେଗଜନକ ପରିସ୍ଥିତି ହେଇଛି। ତେଣୁକରି ମୁଁ ଏ ବିଷୟରେ ନିଶ୍ଚିତ ଭାବରେ ଆମ ଇରିଗେସନ୍ ମନ୍ତ୍ରୀ ଯେ ଅଛନ୍ତି ଆଦରଣୀୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବି। এই ନଦୀଟାକୁ କେମିତି ପୁନରୁଦ୍ଧାର କରାଯାଇପାରିବ।